कांत कवि लक्ष्मीकांत महापात्र जीवन जाक केवल जगन्नाथ को डाकी डाकी भजन लिखी लिखी जीवन गला। जगन्नाथ कलाकार मान को भारी कष्ट दिए परीक्षा करे जगन्नाथ। कांत कवि लक्ष्मीकांत महापात्र जीवन भी से घटिला। जीवन शेष अवस्था लेपर्सी बोले कुष्ठ रोग होगा हाथ पाद छिंडी पड़ी आपण मानकर कांत कवि लक्ष्मीकांत महापात्र गाँ वाला एक घरिया करदेले निया पानी बंद हो गला सब बंद करदेले आज्ञा गोटे बोली पुओ बाबुला कहले बाबुला तो बापा जदि रहिबो तुम परिवार भी एठी केही रहिबेनी गाँ मुंड मशाणी रे चालिया खंडे तैयारी कर दी गला पुओ। लक्ष्मीकांत से घर भितर पड़ी रही ये तो लेखिकी राजा को देले राजा दी पैसा देले परिवार चले आउ तो जाई पारलेनी राजा को पाखु। नातुणी हाथ रे पुओ पखाल भात मुठाटे आलू सीजाटिए देकी पठेइछि। लक्ष्मीकांत महापात्र देखुछती खाइबा कहले नातुणी लो तू खाइछु ना हाँ जे तार आखिर लुह आठर कोहरु बारी हो जाऊला नातुणी खाइनी सत कहलु ना नाई जे बापा गुआड़े जाइछुंदी बापा आइले आमे खाइबु। हां ए पर्यंत आसी नाहंती ओ पेठारे अछि रोसई एजाबता मो घरे एई चाउल नाई जे गला कालीर ये जो पखाल कंसाटा थला मो मामा आलू गोटे पोड़ी दे आनी कि देइछि जे तुम्हें खाई दियो। कांत कवि कहले नहीं रे माँ नहीं तू खाई दे रे माँ पूरी अच्छी रे माँ तू आगो खाई दे। खाई सारला परे खाई सारला परे जहाँ बोलिबो मु किछि खाइबी और भलो करबी खाई सारी छि नातु ले माँ ये जो कांठ गुड़ा अछि कई खंड कागज पड़ी कलम खंडे पड़ी आने नहीं आसला नातुणी जीवन शेष गीत जीवन शेष संगीत जगन्नाथ उद्देश्य दीपद डाकी लिखि पार ना डाकुंट कांत कवि लिखुचे नातुणी केमती लिखिला कौन डाकिले बोला सबुधिरू वंचित करी गजपति आ पंडा स्वप्ना देश दिले जगन्नाथ कहले ए राजा
ମୁଁ କିଛି ଦିନ ହେଲା ତ ମହାପ୍ରସାଦ ଖାଉନି। ନାଇଁ 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 ଅଣସଣ ଘରେ ପଡ଼ିଛି ମୋ ମା ବୃଦ୍ଧା କେତକୀ। କେତକୀ ଦେବଦାସୀର ଯୋଉ ଖେଚୁଡ଼ି ଟିକିକ ମତେ ପାଗଳ କରିଦେଇଛି। ତା ଭକ୍ତିର କୈବଲ୍ୟ ମୁଁ ପି ମହାପ୍ରସାଦ ରାଜା। ତୁ ମହାପ୍ରସାଦରେ ମୋର ମନ ନାହିଁ। ନାଇଁ 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 ତତେ ଆଜି ଦେଖେଇବାର କାରଣଟା କଣ ଜାଣିଛୁ? କଣ? ଆସନ୍ତା କାଲି ରାତି ପାଇଲେ ମୋ କେତକୀ ମାଟା ମରିଯିବ। ମୋ ମାଟା ମରିଯିବ ରାଜା। ଆଉ କେତକୀ ମା ଯଦି ମୋର ମରିଯାଏ ଖେଚେଡି ଖାଇବି କୋଉଠୁ? ମତେ ହଳଦିଆ ଖେଚେଡି ଦବ କିଏ ରାଜା କହ? ମନେ ରଖ ରାଜା, ହଳଦିଆ ଖେଚୁଡ଼ି ମତେ ଏତେ ରୁଚି ହେଇଗଲାଣି ଯେ ମୁଁ ଖେଚୁଡ଼ି ବିନା ଆଉ ରହିପାରୁନି। ନାଇଁ 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 ବହୁତ ଆନନ୍ଦ ଲାଗୁଛି ମତେ ସେ ଖେଚୁଡ଼ି ଖାଇବା ପାଇଁ। ଗଜପତି ମହାରାଜ କହିଲେ ପ୍ରଭୁ କଣ ଆଦେଶ? ନା ପ୍ରତ୍ୟହ ପ୍ରତିଦିନ ସକାଳୁ ତୋରି ଘରୁ ରାଜ ଉଆସରୁ ଗୋଟିଏ ପଉଟି ଅରୁଆ ଚାଉଳ ହଳଦିଆ ଖେଚୁଡ଼ି କରିବୁ ରାଜା। ଆଉ ମୋ ମା କେତକୀ ଦେବଦାସୀ ନାଁରେ ସେ ପ୍ରସାଦର ନାଁ ହବ କେତକୀ ଖେଚୁଡ଼ି। ମୋ ମା ମରିଗଲେ ତାକୁ ଆଉ କୋଉଠି ପଡିବୁନି। ନାଇଁ 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 ଏଇ ଶ୍ରୀମନ୍ଦିରର ପଛପଟେ ଥିବା ସ୍ୱର୍ଗ ଏଇ କୋଇଲି ବୈକୁଣ୍ଠରେ ମୋ ମାକୁ ପୋଡ଼ିବାକୁ ଯିବ ରାଜା। କିନ୍ତୁ ନୁହଁ, ବୈଷ୍ଣବ ଅଗ୍ନି ମୋ ଶରୀରରୁ ନେଇ ବୈଷ୍ଣବ ଅଗ୍ନି ନିଆଁରେ ତୁ ତାକୁ ସମାଧିସ୍ଥ କରିବୁ। ସେଇଦିନ ବୈଷ୍ଣବ ଅଗ୍ନି ରାତି ପାଇଛି। କେତକୀ ଦେବଦାସୀର ପ୍ରାଣ ଛାଡ଼ି ଯାଇଛି, ପଡ଼ି ରହିଛି ଅଣସଣ ଘର ଭିତରେ। ଗଜପତି ପ୍ରତାପ ରୁଦ୍ରଦେବଙ୍କ ସମାଜର ଯିଏ ଯେତେ ଥିଲେ ଅଧୀନସ୍ଥ କର୍ମଚାରୀ ସବୁ ଏକାଠି ହେଇଗଲେ। ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରୋଷ ଘରରୁ ବୈଷ୍ଣବ ଅଗ୍ନି ଆଇଲା। ଆଉ ସେ ବୈଷ୍ଣବ ଅଗ୍ନି ମାଧ୍ୟମରେ ଆହା କିଡେ ଭାଗ୍ୟ କରିନଥିଲା ସେ, କିଡେ ଭାଗ୍ୟବତୀ। ବୈଷ୍ଣବ ଅଗ୍ନିର ନିଆଁରେ କେତକୀ ଦେବଦାସୀର ଶବଦାହ ହେଲା। ଆରେ ଗଜପତିଙ୍କର ସେ ସୌଭାଗ୍ୟ ନାହିଁ। ନାଇଁ 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 ମାତ୍ର ଏବେକାର ଘଟଣା ଗୋଟିଏ ଯୋଗ୍ୟତମ ପୁଅ ଜୀବନରେ ଜଗା ଭଜନ ବାଦ ଅନ୍ୟ ଭଜନ କେବେ ଗାଇନି। ଭଜନ ସମ୍ରାଟ ଭିକାରୀ ବଳ। ଭିକାରୀ ବଳ ମଲା ବେଳେ ସେ ବୈଷ୍ଣବ ଅଗ୍ନି ଆସିଲା, ଭିକାରୀ ବଳ ପୋଡ଼ା ହେଲା। ସତ୍ୟ ଯୁଗରେ ବୈଷ୍ଣବ ଅଗ୍ନିରେ ପୋଡ଼ା ହେଲା ଜଣେ। ତ୍ରେତୟା ଯୁଗରେ ବୈଷ୍ଣବ ଅଗ୍ନିରେ ଜଳା ହେଲା ଜଣେ। ଦ୍ୱାପର ଯୁଗରେ ବୈଷ୍ଣବ ଅଗ୍ନିରେ ଜଳା ହେଲା ଜଣେ। କଳି ଯୁଗରେ ବୈଷ୍ଣବ ଅଗ୍ନିରେ ଜଳା ହେଲା ଜଣେ। ତାହେଲେ ସତ୍ୟ ଯୁଗରେ କିଏ ବୈଷ୍ଣବ ଅଗ୍ନିରେ ଜଳା ହେଇଛି? ସତ୍ୟ ଯୁଗରେ କିଏ ସେ ପୋଡ଼ା ହେଇଛି? ସ୍ୱୟଂ ଜଗନ୍ନାଥଙ୍କର ଅଗ୍ନିରେ ଜଳା ହେଇଛି କିଏ ସତ୍ୟରେ? ସଜନ ସେ ଜଣକ ଆଉ କେହି ନୁହଁ, ହିରଣ୍ୟକଶ୍ୟପୁ ରାକ୍ଷସର ଭଗ୍ନୀ ନା ହୋଲିକା। ହୋଲିକା ଭର ପାଇଛି କୋଳରେ ଯାହାକୁ ବସେଇକି ଚାର୍ଜ ହେଇଯିବ। କି 440 ଭୋଲ୍ଟ କରେଣ୍ଟ ଯିଏ ବସିବ ତାକୁ ଜାଳି ପୋଡ଼ିକି ପାଉଁଶ କରିଦବ। ପ୍ରହ୍ଲାଦ ଯେତେ ଚେଷ୍ଟା କଲା ଅସୁର। ହସୁଛୁ କଣ? ଅନେକ ବୁଢୀଟାକୁ ତ ବାଡେଇ ବାଡେଇକି ମାରିଦେଲୁ।
କାନ୍ଦୁଛୁ ଓଷାକରେ କ'ଣ ବେ ଆଉ କ'ଣ ଏ ବସି ଯଦି କିଏ ଝିଅ ଦବ ଆଉ ବମ ମଲ୍ଲି ଫୁଲ ଦାନ୍ତ ଦେଖଉଛି ସ୍ତ୍ରୀଟାକୁ ବାଡ଼େଇ ବାଡ଼େଇକି ମାରିଦେଲା। ହଁ ହଉ ହରିନାମ ନେ କେତେ ଦିନ ତରି ଯିବୁ ସ୍ତ୍ରୀ ହତ୍ୟା ପାପରୁ କାଳେ ମୁକ୍ତି ମତେ ତ ଲାଗୁନି ମତେ ନେଲେ ମୁଠେ ଖାଇବାକୁ ଦେଲେ କିଏ ଜାଣି। ଯେତେବେଳେ ପ୍ରହ୍ଲାଦର ମୃତ୍ୟୁ ହୋଇନି ହିରଣ୍ୟକଶ୍ୟପ ଅସୁର ଗୋଟିଏ ବାଟ ଖୋଜିଲା। ସେ ବାଟଟା କ'ଣ ଆଜ୍ଞା? ହୋଲିକାକୁ ଡାକିଦେଲା। ହୋଲିକା ଡାକିଲା ପୁତରାକୁ କହିଲା ରେ ପହଲା ଆଇଲୁ ବାବା। ଯାଉଛି ବାବା। ଡାକିଦେଲା ହୋଲିକା। ପ୍ରହ୍ଲାଦ ନା ପିଉସୀ ମା ବସି ପଡ଼ିଲା ପ୍ରହ୍ଲାଦ ମାର ପିଉସୀ ମାର କୋଳରେ। କ୍ରୋଧ ମନରେ ହୋଲିକା ଜଳିବାରେ ଲାଗିଛି। ପ୍ରହ୍ଲାଦ ଶରୀର ତାତିଲା ସହିପାରିଲାନି ପ୍ରହ୍ଲାଦ। ନାଇଁ 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 ଡାକିଲା ଜଗନ୍ନାଥକୁ ଗଲା ପ୍ରଭୁ ଅନନ୍ତ ବନ୍ତ ଦନ୍ତରନ୍ତରିକ୍ଷ କାନ୍ତି ପନ୍ତି ହିବ କାଳି ଗାତ୍ର ଦଣ୍ଡ ଭୁଜ ଦଣ୍ଡ ସଣ୍ଡ ଭାଣ୍ଡ ଭାଣ୍ଡ ବଦନା ଝରାମ। ହୋଲିକା ପଡ଼ି ରହିଛି। ଭଗବାନ ବୈଷ୍ଣବ ଅଗ୍ନି ଦେଲେ ଝଳିଗଲା କିଏ ନା ଅସୁରୀ। ବୈଷ୍ଣବ ଅଗ୍ନିରୁ ଉଦ୍ଧାର କହିଲା। ଚାହୁଁ ଚାହୁଁ 10:30 ଆଜି ବାଜିଲା। ହଉ ଜଗନ୍ ଏ ମହାପ୍ରଭୁ ସତ୍ୟନାରାୟଣ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଏଇଠୁ ବହି ରହିଲା 7 ଦ୍ୱାରରୁ 6 ଦ୍ୱାର ଯାଇଛି। ଗୋଟିଏ ଦ୍ୱାର କୋଉଟା ମୁଁ ଟିକେ ଶୁଣିବି।